শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ভাগবত পঞ্চম স্কন্ধ ঊনবিংশ অধ্যায়। ভারত কিঙ্কুরুষ বর্ষ চরিত বর্ণে ঊনবিংশ। শ্রীশুক উবাচ কিঙ্কুরুষ বরষ বাণী রাজন ଶୁଣ ପରିମାଣି। ସୀତାରମଣ ପ୍ରଭୁ ରାମ ଯାହାଙ୍କ କନିଷ୍ଠ ଲକ୍ଷ୍ମଣ। ପରମ ପ୍ରଭୁ ଯେ ଈଶ୍ୱର ତାହାଙ୍କୁ ହନୁ ମହାବୀର। ପରମ ଭାଗବତ ସେହି ନିଶ୍ଚଳେ ଭକ୍ତି ଯୋଗ ଲଇଁ। ପ୍ରଭୁ ପଦାର ବିନ୍ଦ ତଳେ ସେବଇ ମନର ନିଶ୍ଚଳେ। ସେ ରାମ କଥା ପୁଣ୍ୟତମ ଗନ୍ଧର୍ବେ କରନ୍ତି ଗାୟନ। ଆଷ୍ଟି ସେଣ ସହିତ ତହିଁ ହନୁ ଶୁଣଇ ତୋଷ ହୋଇ। ହେମନ୍ତ କରନ୍ତି ଗାୟନ ସ୍ତୁତି କରନ୍ତି ଏ ବଚନ। ଉତ୍ତମ ଶ୍ଲୋକ ତୁ ଠାକୁର ନମଇ ତୋହର ପୟର। ସକଳ ଲକ୍ଷଣ ତୁ ତହିଁ ସକଳ ଶ୍ରେଷ୍ଠ ତୁ ଗୋସାଇଁ। ସର୍ବବନ୍ଦନ ତୁ ଠାକୁର ତୋତେ ମୋହର ନମସ୍କାର। ନମଇ ବ୍ରହ୍ମାଣ୍ଡ ଈଶ୍ୱର ସକଳ ଦେବଙ୍କର ପର। ମହାପୁରୁଷ ମହାରାଜ ନମଇ ବ୍ରହ୍ମାଣ୍ଡର ବୀଜ। ସତେଜେ କରି ତିନି ଗୁଣ ବିନାଶ କରୁ ନାରାୟଣ। ପ୍ରଶାନ୍ତ ସାଧୁ ତୁ ଠାକୁର ଜ୍ଞାନୀ କି ଜ୍ଞାନେ ତୁ ଗୋଚର। ତୋହର ନାମ ରୂପ ଯେତେ କେହି ନ ଜାଣନ୍ତି ଜଗତେ। ମାୟା ସଂସାରେ ତୋର ଜନ୍ମ ରାକ୍ଷସ ସଂହାର କାରଣ। ଅନ୍ୟଥା କାହିଁ ଭଗବାନ ସୀତା ହରଣେ କ୍ଷୋଭ ମନ। ମାନବ ଶିକ୍ଷାର ନିମନ୍ତେ ତୋହର ଜନ୍ମ ଏ ଜଗତେ। ଅଖିଳ ବ୍ରହ୍ମାଣ୍ଡ ଠାକୁର ତୁମ୍ଭେ ବାକି କରି ନ ପାର। ତେବେ ପତ୍ନୀର ନିମିତ୍ତରେ କ୍ଲେଶ ମାନବ ଅବତାରେ। ଏକି ତୋହରେ ସମ୍ଭବଇ ଭୁନାଥ ତୋର ମାୟା ଏହି। ଜନ୍ମ ମରଣ ଯାର ନାହିଁ ଅଖିଳ ପ୍ରଭୁ ଭାବଗ୍ରାହୀ। ସୁର ଅସୁର ଆଦି କରି ବ୍ରହ୍ମାଣ୍ଡେ ଯେତେ ଦେହଧାରୀ। ଏ ସର୍ବ ଆତ୍ମା ଯେ ଈଶ୍ୱର କିଏ ବା ଅକର୍ତ୍ତବ୍ୟ ତୋର। ଉତ୍ତର କୋଶଳରେ ଜାତ ଯେ ପ୍ରଭୁ ନର ଦେହବନ୍ତ। ସେ ରାମ ପାଦ ତଳେ ମୁହିଁ ସହସ୍ରେ ପ୍ରଣାମ କରଇ। ଶୁଣ ରାଜନ ମନ ତୋଷେ ଏବେ ଯେ ଭାରତ ବରଷେ। ନର ନାରାୟଣ ସେ ହରି କଳ୍ପେ ପର୍ଯ୍ୟନ୍ତ ଦେହ ଧରି। ସାଧୁଙ୍କ ପରିତ୍ରାଣ ପାଇଁ ତପସ୍ୱୀ ରୂପବନ୍ତ ହୋଇ। ଭ୍ରମନ୍ତି ଆତ୍ମା ଗୁଣ ମତେ ନାରଦ ତାଙ୍କୁ ଯଥୋଚିତେ। ଭକ୍ତିରେ ସାଧୁ ଜନ ମେଳେ ସ୍ତୁତି କରନ୍ତି ସେ ନିଶ୍ଚଳେ। ନମସ୍ତେ ସ୍ୱଭାବ ସୁଶୀଳ ତୋ ରୂପ ଅକିଞ୍ଚନ ମୂଳ। ଋଷିଙ୍କ ବର ତୁ ଠାକୁର ତୋତେ ମୋହର ନମସ୍କାର। ନର ନାରାୟଣ ଶରୀର ପରମହଂସ ତୁ ଠାକୁର। ସକଳ ଆତ୍ମଭୂତ ତୁହି ତୋ ପାଦ ପଦ୍ମେ ପ୍ରଣମଇ। সকল কর্তা তুই ঈশ্বর
ନାହିଁ ତୋହର ଅହଙ୍କାର। ତୁଜେ ମାନବ କଳେବର, ଶରୀର ଭୋଗ ନାହିଁ ତୋର। ସକଳ ଦେଖନ୍ତା ଠାକୁର, ଗୁଣରେ ଦୋଷ ନାହିଁ ତୋର। ସକଳ ଗୁଣେ ତୋ ବିହାର, ସର୍ବ ବିଷୟ ନିର୍ବିକାର। ତୋହର ତହିଁ ଯାର ମନ, ତାହାର ସଂସାର ଖଣ୍ଡନ। ଧାରା ତନୟ ଧନ ଘର, ଏଣେ ଅର୍ପିତ ମନ ଯାର। ସେ ତୋତେ ପାଇବଟି କାହିଁ, ଶ୍ରମ କେବଳ ତାର ଦେହି। ମୋହର ମୂଢ଼ ମତି ତୁହି, ବିନାଶ କର ଭାବଗ୍ରାହୀ। ତୁମ୍ଭର ଠାରେ ମୋର ମନ, ନିଶ୍ଚଳେ ରହୁ ଭଗବାନ। ଏ ଯେ ଭାରତ ବରଷରେ, ପର୍ବତ ଅଛନ୍ତି ଅପାରେ। ମଳୟ ଋଷଭ କୁଟକ, ମଙ୍ଗଳ ପ୍ରସ୍ଥ ଯେ ମୌନାକ। କୋଲସହ୍ୟ ଦ୍ରୋଣ ତ୍ରିକୂଟ, ବେଦଗିରି ବିନ୍ଧ୍ୟ ବେଙ୍କଟ। ବାରିଧାର ଯେ ଋଷ୍ୟମୁକ, ବୃକ୍ଷଗିରି ଯେ ଗୋକାମୁକ। ପାରିଯାତ୍ର ଯେ ଶୁକ୍ତିମାନ, ଚିତ୍ରକୂଟ ଯେ ଗୋବର୍ଦ୍ଧନ। କାମଗିରି କୁକୁଭ ନୀଳ, ରୈବତକ ଯେ ଇନ୍ଦ୍ରକୀଳ। ମହେନ୍ଦ୍ର ଶ୍ରୀଶୈଳ ସମେତେ, ଅଛନ୍ତି ଶତ ସହସ୍ର ମତେ। ଆବର ନଦ ନଦୀ ଆଦି, ଶତ ସହସ୍ର ଯେ ପ୍ରସିଦ୍ଧି। ଚନ୍ଦ୍ରବସା ଯେ ତାମ୍ରପର୍ଣ୍ଣି, ଅବଟତା ଯେ ପ୍ରୟସିନୀ। କୃତମାଳା କେବିରି ପୁଣ୍ୟା, ଶର୍କରା ବର୍ତ୍ତା କୃଷ୍ଣା ବେଣ୍ୟା। ବୈହାୟସୀ ଯେ ତୁଙ୍ଗଭଦ୍ରା, ଭୀମରଥି ତାପ୍ତି ନିର୍ବିନ୍ଧ୍ୟା। ଗୋଦାବରୀରେ ବାସୁରସା, ପ୍ରୟୋଷ୍ଣୀ ନର୍ମଦା ଯେ ବିଶ୍ଵା। ଚର୍ମଣତି ଶୋଣ ସ୍ତ୍ରୀ ଶ୍ୟାମା, ସରଜୁ ଶତଦୃଶୁ ସୋମା। ବ୍ରହ୍ମପୁତ୍ର ଯେ ମନ୍ଦାକିନୀ, ଯମୁନା ବିତସ୍ତା ଅସିଗ୍ନି। ମହାନଦୀ ଯେ ଦେବସ୍ମୃତି, ଋଷିକୁଲ୍ୟା ଯେ ରୋଧସ୍ୱତୀ। କୌଶିକୀ ସିନ୍ଧୁ ସରସ୍ୱତୀ, ଚନ୍ଦ୍ରଭାଗା ଯେ ଷଷ୍ଠବତୀ। ଦୃଷଦ୍ବତୀ ପୁଣି ଗୋମତୀ, ମରୁତ ବୃଦ୍ଧା ସପ୍ତବତୀ। ଏ ପୁଣ୍ୟ ଜଳ ସ୍ନାନ ପାନ, କରି ତରନ୍ତି ପ୍ରଜାଜନ। ଏହି ବରଷେ ହେ ରାଜନ, କର୍ମରୁ ପ୍ରାଣୀ ହୁଅନ୍ତି ଜନ୍ମ। ଶୁକ୍ଳ ଲୋହିତ କୃଷ୍ଣ ବର୍ଣ୍ଣ, କର୍ମରୁ ଲଭେ ପ୍ରାଣୀ ଜନ୍ମ। ସ୍ୱର୍ଗ ନରକ ଭୂମି ଭାଗ, କର୍ମ ଅଧୀନେ କରେ ଭୋଗ। ଯେ ପ୍ରାଣୀ ସର୍ବଭୂତ ପର, କୃଷ୍ଣରେ ମତିଟି ଯାହାର। ସର୍ବଭୂତରେ ଆତ୍ମା ଯେହି, ଅଖିଳ ବ୍ରହ୍ମାଣ୍ଡ ଗୋସାଇଁ। ସେ ବାସୁଦେବ ଚକ୍ରଧର, ତାହାର ତହିଁ ମତି ଯାର। ମହାପୁରୁଷ ପ୍ରସଙ୍ଗରେ, ହେଳାରେ ଶ୍ରଦ୍ଧାରେ ବା କରେ। ଭକତି ଯୋଗ ଦୃଢ଼ତାରେ, ସେ ପ୍ରାଣୀ କର୍ମ ବନ୍ଧୁତରେ। ଦେବେ ତାହାର ଗୁଣ କର୍ମ, ଆନନ୍ଦେ କରନ୍ତି ଗାୟନ। ଧନ୍ୟ ଜୀବନ ତାର ସାର, ମୁକୁନ୍ଦ ପାଦେ ମତି ଯାର। ଭାରତେ ମାନବ ଜନ୍ମରେ, ସେ ପ୍ରାଣୀ ଶ୍ରେଷ୍ଠ ସର୍ବଠାରେ। ଦୁଷ୍କର ଜପ ତପମାନ, ତଥିରେ କିୟ ବା କାରଣ। ଯଜନ ଆଦି ଯେତେ କର୍ମ, ତାହାର ସବୁ ନିଷ୍କାରଣ। ପ୍ରଭୁ ପଦାର ବିନ୍ଦ ସାର, ସୁମତି ନୁହ ଇଟି ଯାର। ଅଳ୍ପ ଆୟୁଷ ସୁଖମାନ, ଏହୁ ସକଳ ବ୍ୟର୍ଥ ଶ୍ରମ।
क्षणे आयुष भारतरे मन जाहार कृष्ण ठारे से प्राणी सर्वश्रेष्ठ होई ताहार सम केही नाही प्राण प्रयाण समय रे चित निवेशी कृष्ण ठारे क्षण के कर्म कुछे दई वैकुंठ पद कुल भई वैकुंठ कथा सुधारस जे स्थले न हुए प्रकाश कृष्ण आश्रित प्राणी मान जही नाहांती साधु जन यज्ञ रे महोत्सव आदि जे स्थले नाही ए प्रसिद्धि इंद्रर पुर जेबे होई तही रे बास न जोगाई मानव जन्म होई नर ज्ञाने अज्ञान ध्वंस जार तथापि प्रभुंक भजन तेजई छन होई मन नाना जोनिरे जन्म होई कर्म बंधने से पड़ई श्रद्धारे जेते जेते नरे हबि दियंती अग्नि ठारे नाना देवता रूप होई यज्ञ भुजंती भावग्राही माया रे पृथक से होई तोता बिनु केही नाही तांकु भजंती जेते प्राणी एथि सकाशे मन जानी इच्छा समाने फल देई जेणु ता नाम भावग्राही से पाद पल्लवे निष्कामे मन दियंती बुद्ध जने से भक्त प्राणी मानकरे करुणा करंती व्यवहारे देवे बोलंती स्वर्गे थाई भारत वर्षे जन्म होई जही हरिर स्मृति जात हरि चरणे सेवावंत श्री शुक उवाच जम्बुदीपरे रूपवर अष्ट उपदीप पर अश्वखोजन्ते वसुन्धरी सगर पुत्रंकरे करी गर्त होइला चारि दिग एणु ए अष्ट दीप भाग शुण हे परीक्ष राजन जे अष्ट उपद्वीप नाम रमण कजे आवर्तन स्वर्णप्रस्थ मन्द्र हरिण पांचजन्य जे चंद्र शुक्ल जे लंका अपर सिंहल बरस विभाग समेते जम्बुदीपर यथोचिते तुम्भ प्रसन अनुसारे भोनरूप कहिलु तुम्भरे कहई विप्र जगन्नाथ भागवतर जे चरित द्वीप बरस आदि करी सकल कर्ता से मुरारी ताहार चरणार बिंदे मो मन रहु अप्रमादे।